ଧ୍ୟାନ ଓ ପ୍ରାର୍ଥନା ଜୁଲାଇ 19/1914। ହେ ଭଗବାନ, ତୋ ନିଜ ସୃଷ୍ଟିର ତୁ ହିଁ ସର୍ବଶକ୍ତିମାନ ଅଧିପତି। ଏଇସବୁ ଯନ୍ତ୍ର ସେମାନଙ୍କର ଅତି ସଂକୀର୍ଣ୍ଣ ଗଣ୍ଡିର ସୀମାରେଖା, ସେମାନଙ୍କର ଅତି ଦୃଢ଼ବଦ୍ଧ ଅତି ଇତର ସୀମାବନ୍ଧନ କାଟି ଯେପରି ବାହାରକୁ ଚାଲି ଆସିବେ, ତାହା ହିଁ କର। ତୋ ଅସୀମ ଶକ୍ତିର ଗୋଟିଏ କଣାକୁ ପ୍ରକାଶ କରିବା ଲାଗି ପ୍ରୟୋଜନ ମାନବୀୟ ସମ୍ଭାବନାର ଯାବତୀୟ ସମ୍ପଦ। ରୁଦ୍ଧ ଦୁଆର ଖୋଲିଦେ, ଆବୃତ ଉତ୍ସକୁ ଫିଟି ବାହାରି ଯିବାକୁ ଦେ। ତୋରି ବାକ୍ ବୈଭବର, ତୋରି ସୌନ୍ଦର୍ଯ୍ୟର ଖରସ୍ରୋତ ସାରା ଜଗତରେ ପରିବ୍ୟାପ୍ତ ହେଉ। ଆଣ ପ୍ରସାରତା ଓ ମହତ୍ତ୍ୱ, ଆଣ ମହିମା ଓ ସୌନ୍ଦର୍ଯ୍ୟ, ଆଣ ସୁଷମା ଓ ଐଶ୍ୱର୍ଯ୍ୟ, ଆଣ ବୈଚିତ୍ର୍ୟ, ଆଣ ଶକ୍ତି। ଭଗବାନ ଆତ୍ମପ୍ରକାଶ କରିବାକୁ ଉଦ୍ୟତ। ହେ ମୋର ମଧୁମୟ ରାଜାଧିରାଜ, ତୁ ହିଁ ଆମ ଭାଗ୍ୟର ପରମ ନିୟନ୍ତା। ତୋ ନିଜ ସୃଷ୍ଟିର ତୁ ହିଁ ସର୍ବଶକ୍ତିମୟ ଅଧିପତି। ଏଇ ଯେଉଁ ଜଗତ, ଏଇ ଯେତେ ସବୁ ଜୀବ, ଯେତେ ଅଣୁକଣା, ଏମାନେ ସମସ୍ତେ ତୋର। ସେମାନଙ୍କୁ ରୂପାନ୍ତରିତ କର, ଜ୍ୟୋତିର୍ମୟ କର। ମା।